ସାଙ୍ଗ ମାନେ ଆଜି ସକାଳୁ ଖୁସିର ସ୍କୁଲ ଗାଡ଼ି ମିସ୍ ହେଇଗଲା। ଆଉ ଆମେ ସବୁ ଟିକେ ଲେଟ୍ ଯାକେ ଶୋଇ ପଡ଼ିଥିଲୁ। ଆଉ ତାକୁ ଏ ଥଣ୍ଡା ଟିକେ ସ୍କୁଲରେ ଛାଡ଼ିବା ଭାରି କଷ୍ଟ। ସେଠୁ ଫେରିକି ଗଛକୁ ଚାହିଁଲି, ଫୁଲ ଗଛକୁ, କୌଣସି ଗଛରେ ଗୋଟେ ଦିଟା ଫୁଲ ଫୁଟୁନଥିଲା। ମନ ଦୁଃଖରେ ଘରକୁ ଆସିଲି। ଆଉ ଅନିଚ୍ଛାରେ ତିଆରି ହେଇଥିବା ଆଜି ପୁରୀକୁ ତରକାରୀ ଆଉ ଚା ସାଙ୍ଗରେ ଖାଇ ପକେଇଲି। ଖୁସିକୁ ଦେଲି ଅରେଞ୍ଜ ଟିକେ ଖାଇବା ପାଇଁ ଯେ ସେ ତାକୁ ଚକଟା ଚକଟି କରିକି ଦୋଳା ଦୋଳି କରିକି ଗୋଟେ ଜୁସ୍ ତିଆରି କରିଥିଲା। ତାକୁ କହୁଛି ମାମା ମତେ ଗୋଟେ ଷ୍ଟ୍ର ଦେ, ମୁଁ ତା ଦେହରେ ପିଇଦେବି। ଭଲ କଥା ପିଇ। ତାପରେ ବାହାରକୁ ଯାଇକି ଦେଖିଲା ବେଳକୁ ଖରା ହେଇଛି ବଢିଆ। ଆଉ ଜିରା ଫିରା ଆଜି ଟିକେ ଶୁଖେଇଦେଲି। ଆଉ ଏଇ ସୁଯୋଗଟା ଛାଡ଼ିବା କଥା ନୁହଁ, କାହିଁକିନା ଗୁଣ୍ଡ କରିକି ରଖିବି ବୋଲିକା ଠିକ୍ ସମୟରେ ପୁଅ ମତେ ଡାକିଲା, ମାମା ଦେଖିଲ ଗୋଟେ ବଢିଆ ଜିନିଷ। କଣ କିରେ? ଦେଖିଲା ବେଳକୁ ଆଙ୍କୁଡ଼ି ଲଗେଇ ଗଛ ଗୋଟେ ଆଣୁଛି, ସେଠୁ ବାହାରିଛି ଗୋଟେ ଚଢେଇ ବସା। ଆରେ ମୁଁ କହିଲି କଣ କଲୁ? ଅଢ଼େଇଟା ତାର ସାହାରା ତିଆରି କରିଥିଲା, ତା ସାହାରାଟାକୁ ଭାଙ୍ଗିଦେଲୁ। ତାପରେ ସେଠୁ ଏମିତି ଯେମିତି କହିଲି, ଆଜି ଥଣ୍ଡାରେ ଆସିଲେ ସେ କୋଉଠି ରହିବ ସେଇଆ ଭାବୁଥିଲି। ତାପରେ ଯେମିତି କହିଲି, ମୋ ପୁଅ ମନ ଟିକେ ଦୟା ଆସିଲା, ସିଏ ତାକୁ ନେଇକି ଅଶୋକ ଗଛରେ ଟିକେ ଗେଞ୍ଜି ଦେଲା, କାଳେ ସେ ଚଢେଇଟା ଦେଖିଦବ। କିନ୍ତୁ ଏତେ ଭିତରେ ରଖିଲେ ତାକୁ ଦେଖାଯିବନି। ମୁଁ ସେଇଠୁ ସଜାସଜି କରିକି ତାକୁ ଟିକେ ଉପରୁଆ କରିକି ରଖିଦେଲି। ଆଉ କାଳେ ସେ ଦେଖିଦବ, କାଳେ ସେ ଥଣ୍ଟରେ ନେଇକି ତାର ଆଉ ଗୋଟେ ବସା ସେ ତିଆରି କରିଦବ। ଏଇ ଆଶା ଭାବି ଭାବିକି ତାକୁ ଉପରେ ରଖିଦେଇ ମୁଁ ଚାଲିଲି ମୋ ଫୁଲ ଗଛ ପାଖକୁ। ଫୁଲ ଗଛ ନୁହେଁ, ମୁଁ ଯୋଉ ଲଗେଇଥିଲି, ମୋ ଧନିଆ ବୁଣିଥିଲି ନା, ଛୋଟ ଛୋଟ ଧନିଆ ସବୁ ଚାରା ହେଇଯାଇଛି। ତାକୁ ସେଠୁ ଗଲି ଗଛରେ ଟିକେ ପାଣି ଦେବି, ଆଉ ଆପଣମାନଙ୍କୁ ବି ଟିକେ ଦେଖେଇଦେଲି। ଆଉ ଏଇଠି ମୋର କୁନି କୁନି ପିଜୁଳି ଗଛ ଦିଟା ମନକୁ ମନ ଉଠି ଯାଇଛି। ଆଉ ଏଇ ମନ୍ଦାର ଗଛ, ଧନିଆ ଗଛ, ଲଙ୍କା ଗଛ ସବୁଆଡେ ଟିକେ ପାଣି ଫାଣି ଦେଇଦେଲି। ଆଉ ସାଙ୍ଗମାନେ ଭିଡ଼ିଓଟା ମୋର ଏଇଭଳିଆ ଥିଲା। ଆଉ ଆପଣମାନଙ୍କୁ ମନ ଦୁଃଖ ହେଲା କି ନାହିଁ ଚଢ଼େଇ ବସାକୁ ଦେଖିକି କମେଣ୍ଟରେ ଲେଖିଦେବେ। ଆଉ ଭିଡ଼ିଓ ଭଲ ଲାଗିଲେ ଲାଇକ୍ ସେୟାର କରିବେ। ଆଉ ରହିଲି, ଜୟ ଜଗନ୍ନାଥ। ପୁଣି ଦେଖା ହବ ନୂଆ ଭିଡ଼ିଓରେ।